ଆନ୍ଧ୍ର ଓ ଓଡ଼ିଶାରେ ବାତ୍ୟା ବୁଲବୁଲର ବିପଦ। ଆସନ୍ତା 24 ଘଣ୍ଟାରେ ଓଡ଼ିଶା ଛୁଇଁବ। ଯଦି ଏହି ବାତ୍ୟା ଭୟଙ୍କର ରୂପ ନିଏ, ତାହେଲେ ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ, ଆନ୍ଧ୍ର ଓ ଓଡ଼ିଶା ଉପରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିବ। ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ବଙ୍ଗଳାରୁ ଉଠିଥିବା ଏହି ବୁଲବୁଲ ବାତ୍ୟାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ। ପାଣିପାଗ ଭବିଷ୍ୟବାଣୀ କରୁଥିବା ଏଜେନ୍ସି ଅନୁଯାୟୀ ଏହି ବର୍ଷର ଏହା 7 ନମ୍ବର ବାତ୍ୟା ଯାହା ଭାରତର ଜଳତଟ ଉପରେ ଆସି ମାଡ଼ ହୋଇଛି। ଓଡ଼ିଶାର 15ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡ଼ା ଏବଂ ମାଲକାନଗିରି ଜିଲ୍ଲା ଉପରେ ଭୟଙ୍କର ବିପଦ ବୁଲୁଛି। ଏହାଛଡ଼ା ଆରବ ସାଗରରେ ଚକ୍ରବାତ ବାତ୍ୟା ମହାଭୟଙ୍କର ରୂପ ନେଇଅଛି, ଯାହା ଆଗରୁ ଉପସ୍ଥିତ ଅଛି। ପାଣିପାଗ ଅନୁଯାୟୀ ଯଦି ଏହି ଦୁଇଟି ଚକ୍ରବାତ ଉଭୟଙ୍କର ରୂପ ନେବେ, ତାହାହେଲେ ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ, ଆନ୍ଧ୍ର ଓ ଓଡ଼ିଶା ଏହାର ପ୍ରଭାବ ଦେଖିବାକୁ ପାଇବେ। ଏହି ସମୟରେ ଜୋର ବର୍ଷା ଓ ପବନ ଆଶଙ୍କା ଅଛି। ଭାରତ ପାଣିପାଗ ବିଜ୍ଞାନ ବିଭାଗର ଭୁବନେଶ୍ୱର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ୱାସ କରନ୍ତି କି ଚକ୍ରବାତ 8 ବା 9 ନଭେମ୍ବରରେ ତଟରେ ମାଡ଼ ହେବାର ସମ୍ଭାବନା ଅଛି। ଫନି ପରେ ଏହି ବର୍ଷ ଓଡ଼ିଶାକୁ ପଶୁଥିବା ଏହି ଚକ୍ରବାତ ବୁଲବୁଲ ଦ୍ୱିତୀୟ ବାତ୍ୟା ଅଟେ। ଏହି ନିମ୍ନ ଦବାବ କ୍ଷେତ୍ରରୁ ପଶ୍ଚିମ ଉତ୍ତର ଆଡ଼କୁ ବଢ଼ି ଚାଲିଛି, ଯାହା ପଶ୍ଚିମବଙ୍ଗ ଖାତିରେ ଏବେ ଭୟଙ୍କର ବାତ୍ୟାର ରୂପ ନେବାର ସମ୍ଭାବନା ଅଛି। ଆସନ୍ତା 24 ଘଣ୍ଟାରେ ଏକ ବାତ୍ୟାର ରୂପ ଧାରଣ କରିବ ବୋଲି କୁହାଯାଉଛି। ଏହା କାରଣରୁ ପଶ୍ଚିମବଙ୍ଗ, ଓଡ଼ିଶା, ଆଣ୍ଡାମାନ ଓ ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ବହୁତ ଜୋର ବର୍ଷା ହୋଇପାରେ।